39ତମ ଅଧ୍ୟାୟ ବାବାଙ୍କର ସଂସ୍କୃତ ଜ୍ଞାନ ଓ ଗୀତା ଟୀକା ସମାଧି ମନ୍ଦିର ନିର୍ମାଣ। ଏହି ଅଧ୍ୟାୟରେ ବାବା ଗୀତାର ଗୋଟିଏ ଶ୍ଲୋକର ଅର୍ଥ ବ୍ୟାଖ୍ୟା କରୁଛନ୍ତି। କିଛି ଲୋକଙ୍କ ମନରେ ଏପରି ଧାରଣା ଥିଲା ଯେ ବାବାଙ୍କର ସଂସ୍କୃତ ଭାଷାରେ ଜ୍ଞାନ ନଥିଲା ଏବଂ ନାନା ସାହେବଙ୍କର ମଧ୍ୟ ଏପରି ଧାରଣା ବଳବତ୍ତର ରହିଥିଲା। ହେମାଡ଼ପନ୍ଥ ମୂଳ ମରାଠୀ ଗ୍ରନ୍ଥର 50ତମ ଅଧ୍ୟାୟରେ ଏହା ଖଣ୍ଡନ କରିଛନ୍ତି। ଦୁଇଟି ଯାକ ଅଧ୍ୟାୟର ବିଷୟ ପ୍ରାୟ ସମାନ ହୋଇଥିବାରୁ ଏଠାରେ ତାହା ଏକତ୍ର ସନ୍ନିବେଶିତ କରାଯାଇଛି। ପ୍ରସ୍ତାବନା: ଶିରିଡ଼ିର ସୌଭାଗ୍ୟକୁ କିଏ ବର୍ଣ୍ଣନା କରିପାରିବ? ସେ ଦ୍ୱାରିକାମାଇ ଧନ୍ୟ, ଯେଉଁଠାରେ ସେ ସାଇ ଶରୀରରେ ଆସି ଲୀଳା ରଚନା କଲେ ଏବଂ ସମାଧିସ୍ଥ ହେଲେ। ଶିରିଡ଼ିର ନରନାରୀ ଧନ୍ୟ ଅଟନ୍ତି, ଯେଉଁମାନଙ୍କର ପ୍ରେମବଶତଃ ସେ ସାଇ ଏଠାରେ ପଦାର୍ପଣ କରି ସେମାନଙ୍କୁ ଅନୁଗ୍ରହିତ କଲେ। ଶିରିଡ଼ି ତ ପ୍ରଥମେ ଏକ କ୍ଷୁଦ୍ର ଗ୍ରାମ ଥିଲା, କିନ୍ତୁ ସେ ସାଇଙ୍କ ସାନ୍ନିଧ୍ୟ ଯୋଗୁଁ ଏହା ବିଶେଷ ମହତ୍ତ୍ୱ ଲାଭ କରି ଏକ ପାବନ ତୀର୍ଥଧାମରେ ପରିଣତ ହେଲା। ଶିରିଡ଼ିର ନରନାରୀ ଧନ୍ୟ ଅଟନ୍ତି, ଶିରିଡ଼ିର ନାରୀମାନେ ମଧ୍ୟ ପରମ ସୌଭାଗ୍ୟଶାଳିନୀ, ଯେଉଁମାନଙ୍କର ବାବାଙ୍କ ଉପରେ ଅସୀମ ଏବଂ ଅତୁଳନୀୟ ବିଶ୍ୱାସ ରହିଥିଲା। 8 ପ୍ରହର କାମ କରିବା, ପୋଷଣ, ଶସ୍ୟ ଅମଳ, ଗୃହ କାର୍ଯ୍ୟ ଆଦି କରିବା ପରେ ମଧ୍ୟ ସେମାନେ ତାଙ୍କର କୀର୍ତ୍ତି ଗୁଣଗାନ କରୁଥିଲେ। ସେମାନଙ୍କ ପ୍ରେମର ପଟ୍ଟାନ୍ତର ନାହିଁ। ବଡ଼ ମଧୁର ସ୍ୱରରେ ସେମାନେ ତାଙ୍କର ଗୁଣଗାନ କରୁଥିଲେ, ଯେଉଁଥିରୁ ଉଭୟ ଗାୟକ ଓ ଶ୍ରୋତାଙ୍କୁ ଶାନ୍ତି ମିଳୁଥିଲା। ବାବାଙ୍କ ଦ୍ୱାରା ଟୀକା: ବାବାଙ୍କର ସଂସ୍କୃତ ଜ୍ଞାନ ଅଛି ବୋଲି ସ୍ୱପ୍ନରେ କେହି ବି କଳ୍ପନା କରିନଥିଲେ। ଦିନେ ନାନାସାହେବ ବନ୍ଦରକରଙ୍କୁ ଗୀତାର ଗୋଟିଏ ଶ୍ଲୋକର ଅର୍ଥ ବୁଝାଇ ସେ ସମସ୍ତଙ୍କୁ ତଟସ୍ଥ କରିଦେଲେ। ଏହାର ବର୍ଣ୍ଣନା ସେବାନିବୃତ୍ତ ମାମଲତ୍କର ବି. ଦେବ ମରାଠୀ ସାଇଲୀଳା ପତ୍ରିକାର 4th ଭାଗ ପୃଷ୍ଠା 563ରେ ପ୍ରକାଶ କରିଛନ୍ତି। ଏହାର ସଂକ୍ଷିପ୍ତ ବିବରଣୀ ସାଇବାବାସ୍ ଚାର୍ଟ୍ସ ଏଣ୍ଡ ସେଙ୍ଗଲ୍ସ ନାମକ ଇଂରାଜୀ ପୁସ୍ତକର 69ତମ ପୃଷ୍ଠାରେ ଏବଂ ଦ ୱାଣ୍ଡର୍ସ ସେଣ୍ଟ ସାଇ ବାବାର 37 ପୃଷ୍ଠାରେ ଉଲ୍ଲେଖ ହୋଇଛି। ଏହି ଦୁଇଟି ଯାକ ପୁସ୍ତକ ଶ୍ରୀ ବି. ନରସିଂହ ସ୍ୱାମୀଙ୍କ ଦ୍ୱାରା ରଚିତ। ଶ୍ରୀ ବି. ଦେବ ଇଂରାଜୀରେ 27/9/1936ରେ ଯେଉଁ ବକ୍ତବ୍ୟ ଦେଇଥିଲେ, ତାହା ନରସିଂହ ସ୍ୱାମୀଙ୍କ ଦ୍ୱାରା ରଚିତ ପୁସ୍ତକ ଭକ୍ତମାନଙ୍କର ଅନୁଭବ ଭାଗ 30ରେ ପ୍ରକାଶିତ ହୋଇଛି। ଶ୍ରୀ ଦେବ ଏହି ବିଷୟରେ ପ୍ରଥମ ସୂଚନା ନାନାସାହେବ ବନ୍ଦରକରଙ୍କଠାରୁ ପାଇଥିଲେ, ଏଣୁ ଏଠାରେ ତାଙ୍କର ଉକ୍ତି ଉଦ୍ଧୃତ କରାଯାଇଛି। ନାନାସାହେବ ବନ୍ଦରକର ବେଦାନ୍ତ ବିଦ୍ୱାନ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। ସେ ଏକାଧିକ ଟୀକା ସହିତ ଗୀତା ଶାସ୍ତ୍ର ଅଧ୍ୟୟନ କରିଥିଲେ ତଥା ଏଥିପାଇଁ ତାଙ୍କ ମନରେ ବଡ଼ ଅହଙ୍କାର ବି ଥିଲା। ବାବା ସଂସ୍କୃତ ଭାଷାର ସମ୍ପୂର୍ଣ୍ଣ ଅଜ୍ଞ ବୋଲି ତାଙ୍କର ବିଶ୍ୱାସ ଥିଲା। ଏଣୁ ଦିନେ ବାବା ତାଙ୍କ ମନର ଏହି ଭ୍ରମ ଦୂର କରିବାକୁ ଇଚ୍ଛା କଲେ। ଏହା ସେହି ସମୟର କଥା, ଯେତେବେଳେ ଭକ୍ତମାନେ ଅଳ୍ପ ସଂଖ୍ୟାରେ ଆସୁଥିଲେ। ବାବା ଭକ୍ତମାନଙ୍କ ସହ ବହୁ ବିଳମ୍ବ ପର୍ଯ୍ୟନ୍ତ ବାର୍ତ୍ତାଳାପ କରୁଥିଲେ। ନାନାସାହେବ ଏହି ସମୟରେ ତାଙ୍କର ଚରଣବନ୍ଦର ସେବା କରୁଥିଲେ ଏବଂ ଅସ୍ପଷ୍ଟ ଭାବରେ କିଛି ଗୁଣୁଗୁଣୁ ହେଉଥିଲେ। ବାବା, ନାନା, ତୁମେ ଧୀରେ ଧୀରେ କ'ଣ କହୁଛ? ନାନା, ମୁଁ ଗୀତାର ଗୋଟିଏ ଶ୍ଲୋକ ପାଠ କରୁଛି। ବାବା, କେଉଁ ଶ୍ଲୋକ? ନାନା, ଭଗବଦ୍ ଗୀତାର ଗୋଟିଏ ଶ୍ଲୋକ। ବାବା, ଟିକିଏ ବଡ଼ ପାଟିରେ କୁହ। ତାପରେ ଭଗବଦ୍ ଗୀତାର 4th ଅଧ୍ୟାୟର 34ତମ ଶ୍ଲୋକ ଆବୃତ୍ତି କଲେ। ବାବା, ନାନା, ତୁମେ କ'ଣ ଏହାର ଅର୍ଥ ଜାଣିଛ? ନାନା, ଆଜ୍ଞା ମହାରାଜ। ବାବା, ଯଦି ଜଣାଅଛି ତାହେଲେ ମୋତେ କହ। ନାନା, ଏହାର ଅର୍ଥ ହେଉଛି, ସେହି ଜ୍ଞାନକୁ ତୁମେ ତତ୍ତ୍ୱଦର୍ଶୀ ଜ୍ଞାନୀମାନଙ୍କ ନିକଟକୁ ଯାଇ ବୁଝ। ତାଙ୍କୁ ଭଲ ଭାବେ ଦଣ୍ଡବତ ପ୍ରଣାମ କରି, ସେବା କରି ଏବଂ କପଟତା ତ୍ୟାଗ କରି ସରଳତାପୂର୍ବକ ପ୍ରଶ୍ନ କଲେ ଭଲ ଭାବରେ ପରମତତ୍ତ୍ୱ ଜାଣିଥିବା ସେହି ଜ୍ଞାନୀ ମହାତ୍ମାମାନେ ତୁମକୁ ତତ୍ତ୍ୱଜ୍ଞାନ ଉପଦେଶ ଦେବେ। ବାବା, ନାନା, ମୁଁ ଏହି ପ୍ରକାର ସଂକୁଳ ଭାବ ତ ଚାହୁଁନାହିଁ। ମୋତେ ତ ପ୍ରତ୍ୟେକ ଶବ୍ଦ ଆଉ ତାର ଭାଷାନ୍ତରିତ ଉଚ୍ଚାରଣ କରି ବ୍ୟାକରଣଗତ ଅର୍ଥ ବୁଝାଅ। ଏବେ ନାନା ଗୋଟିଏ ଶବ୍ଦର ଅର୍ଥ ବୁଝାଇବାରେ ଲାଗିଲେ। ବାବା, ନାନା, କ'ଣ କେବଳ ସାଷ୍ଟାଙ୍ଗ ନମସ୍କାର କରିବା ଯଥାର୍ଥ? ନାନା, ନମସ୍କାର ବ୍ୟତିରେକ ପ୍ରଣିପାତରେ ଭିନ୍ନ ଅର୍ଥ ମୋତେ ଜଣାନାହିଁ। ବାବା, ପରିପ୍ରଶ୍ନର ଅର୍ଥ କ'ଣ? ନାନା, ପ୍ରଶ୍ନ ପଚାରିବା। ବାବା, ପ୍ରଶ୍ନର ଅର୍ଥ କ'ଣ? ନାନା, ସେହି ପ୍ରଶ୍ନ ପଚାରିବା। ବାବା, ଯଦି ପରିପ୍ରଶ୍ନ ଏବଂ ପ୍ରଶ୍ନ ଦୁଇଟିର ଅର୍ଥ ସମାନ, ତାହେଲେ ବ୍ୟାସ ପରି ଉପସର୍ଗ କାହିଁକି ପ୍ରୟୋଗ କଲେ? କ'ଣ ବାବାଙ୍କର ବୁଦ୍ଧି ଭ୍ରମ ହୋଇଯାଇଥିଲା? ନାନା, ମୋତେ ତ ପରିପ୍ରଶ୍ନର ଭିନ୍ନ ଅର୍ଥ ଜଣାନାହିଁ। ବାବା, ସେବା, ଏଠାରେ କେଉଁ ପ୍ରକାର ସେବା କଥା କୁହାଯାଇଛି? ନାନା, ଯାହା ଆମେ ସର୍ବଦା ଆପଣଙ୍କର କରୁଛୁ। ବାବା, ଏହି ସେବା ପର୍ଯ୍ୟାପ୍ତ କି? ନାନା, ଏହାଠାରୁ ଅଧିକ ସେବାର କୌଣସି ବିଶିଷ୍ଟ ଅର୍ଥ ମୋତେ ଜଣାନାହିଁ। ବାବା, ଦ୍ୱିତୀୟ ଧାଡ଼ିର ଉପଦେଶକ୍ଷାନ୍ତି ବା ଜ୍ଞାନାନ୍ତେରେ ତୁମେ ଜ୍ଞାନ ଶବ୍ଦର ଅର୍ଥ ସ୍ଥାନରେ ପୃଥକ୍ ଶବ୍ଦ ପ୍ରୟୋଗ କରି ତାହାର ବ୍ୟାଖ୍ୟା କରିପାରିବ କି? ନାନା, ଆଜ୍ଞା ହଁ। ବାବା, କି ଶବ୍ଦ? ନାନା, ଅଜ୍ଞାନମ୍। ବାବା,
ଜ୍ଞାନାବଳୀରେ ସେ ଶବ୍ଦକୁ ସଂଯୋଗ କଲେ ଏ ଶ୍ଲୋକର ଅର୍ଥ କ'ଣ ହେଉଛି? ନା ନା ପ୍ରଭୁ ନାହିଁ। ଶଙ୍କର ଭାଷ୍ୟରେ ଏହି ପ୍ରକାର କୌଣସି ବ୍ୟାଖ୍ୟା ନାହିଁ। ବାବା, ନଥିଲେ କ'ଣ ହେଲା? ଯଦି ଅଜ୍ଞାନ ଶବ୍ଦ ଦ୍ୱାରା କୌଣସି ଉତ୍ତମ ଅର୍ଥ ହୋଇପାରୁଛି ତାହେଲେ ସେଥିରେ ଆପତ୍ତି କ'ଣ? ନା ନା, ମୁଁ ଜାଣେ ନାହିଁ ସେଥିରେ ଅଜ୍ଞାନ ଶବ୍ଦର କିପରି ପ୍ରୟୋଗ ହେବ। ବାବା, କୃଷ୍ଣ ଅର୍ଜୁନଙ୍କୁ, ଜ୍ଞାନୀମାନଙ୍କୁ, ତତ୍ତ୍ୱଦର୍ଶୀମାନଙ୍କୁ ପ୍ରଣାମ କରିବାକୁ କାହିଁକି କହିଥିଲେ? ପ୍ରଶ୍ନ ପଚାରିବାକୁ ତଥା ସେବା କରିବାକୁ କାହିଁକି ଉପଦେଶ ଦେଇଥିଲେ? କ'ଣ ସ୍ୱୟଂ କୃଷ୍ଣ ତତ୍ତ୍ୱଦର୍ଶୀ ନଥିଲେ? ନା ସ୍ୱୟଂ ଜ୍ଞାନ ସ୍ୱରୂପ ନଥିଲେ? ନା ନା ପ୍ରଭୁ, ହଁ ସେ ଜ୍ଞାନାବତାର ଥିଲେ, କିନ୍ତୁ ମୁଁ ଏହା ବୁଝିପାରୁନାହିଁ ଯେ ସେ ଅର୍ଜୁନଙ୍କୁ ଅନ୍ୟ ଜ୍ଞାନୀମାନଙ୍କ ପାଇଁ ବୋଲି କାହିଁକି କହିଲେ? ବାବା, କ'ଣ ତୁମେ ବୁଝିପାରିଲ ନାହିଁ? ବାବାଙ୍କର ଏ ପ୍ରକାର ବିଶ୍ଳେଷଣରେ ନାନା ହତପ୍ରଭ ହୋଇଗଲେ। ତାଙ୍କର ବୁଦ୍ଧି ହଜିଗଲା ତଥା ଅହଙ୍କାର ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା। ତାପରେ ବାବା ସ୍ୱୟଂ ଏହି ପ୍ରକାର ତାର ବ୍ୟାଖ୍ୟା କଲେ। ଜ୍ଞାନୀମାନଙ୍କୁ କେବଳ ସାଷ୍ଟାଙ୍ଗ ପ୍ରଣାମ କରିବା ପର୍ଯ୍ୟାପ୍ତ ନୁହେଁ, ଅନନ୍ୟ ଭାବରେ ସଦ୍ଗୁରୁଙ୍କ ପ୍ରତି ଶରଣାଗତ ହେବା ଉଚିତ। କେବଳ ପ୍ରଶ୍ନ ପଚାରିବା ପର୍ଯ୍ୟାପ୍ତ ନୁହେଁ। କୌଣସି ପ୍ରକାର କୁପ୍ରବୃତ୍ତି, ମନ୍ଦ ଉଦ୍ଦେଶ୍ୟ ରଖି ବା ଛିଦ୍ରାନ୍ୱେଷଣ ଉଦ୍ଦେଶ୍ୟରେ ଲିପ୍ତ ହୋଇ ପ୍ରଶ୍ନ କରିବା ଉଚିତ ନୁହେଁ। ବରଂ ବୁଝୋତାପୂର୍ବକ କେବଳ ମୁଖ୍ୟ ବା ଆଧ୍ୟାତ୍ମିକ ପଥରେ ଉନ୍ନତି ପ୍ରତିନିମିତ୍ତ ଭାବନାରେ ପ୍ରେରିତ ହୋଇ ପ୍ରଶ୍ନ କରିବା ଉଚିତ। ସେବା କରିବା ବା ଅସ୍ୱୀକାର କରିବା ମୋର ଇଚ୍ଛାଧୀନ। ଯିଏ ଏପରି ଭାବରେ କାର୍ଯ୍ୟ କରେ ତାକୁ ସେବା କୁହାଯାଇ ପାରିବ ନାହିଁ। ତାକୁ ଅନୁଭବ କରିବାକୁ ହେବ କି ମୋର ଶରୀର ଉପରେ କୌଣସି ଅଧିକାର ନାହିଁ। ଏ ଶରୀର ଉପରେ ଗୁରୁଙ୍କର ହିଁ ଅଧିକାର ଅଛି ଏବଂ କେବଳ ତାଙ୍କର ସେବା ନିମିତ୍ତ ହିଁ ଏହା ବିଦ୍ୟମାନ। ଏ ପ୍ରକାର ଆଚରଣ କରିବା ଦ୍ୱାରା ତୁମକୁ ସଦ୍ଗୁରୁଙ୍କ ଦ୍ୱାରା ଜ୍ଞାନ ପ୍ରାପ୍ତି ହେବ, ଯେପରିକି ପୂର୍ବୋକ୍ତ ଶ୍ଲୋକରେ କୁହାଯାଇଛି। ନାନା ବୁଝିପାରିଲେ ନାହିଁ କି ଗୁରୁ କି ପ୍ରକାର ଅଜ୍ଞାନର ଶିକ୍ଷା ଦେଉଛନ୍ତି। ବାବା, ଜ୍ଞାନର ଉପଦେଶ କିପରି, ଅର୍ଥାତ୍ ଭବିଷ୍ୟତରେ ପ୍ରାପ୍ତ ହେଉଥିବା ଆତ୍ମାନୁଭୂତିର ଶିକ୍ଷା। ଅଜ୍ଞାନକୁ ନାଶ କରିବା ହେଉଛି ଜ୍ଞାନ। ଜ୍ଞାନେଶ୍ୱରୀରେ ଭାବାର୍ଥରେ ଏହାର ଉପରେ ବର୍ଣ୍ଣନା କରାଯାଇଛି। ହେ ଅର୍ଜୁନ, ଯଦି ନିଦ୍ର ସ୍ୱପ୍ନ ଅଦୃଶ୍ୟ ହୋଇଯାଏ ତାହେଲେ ତୁମେ ଆତ୍ମସ୍ଥ ହେବ। ଏହା ଠିକ୍ ସେହିଭଳି। ଜ୍ଞାନେଶ୍ୱରୀର ପଞ୍ଚମ ଅଧ୍ୟାୟ 16-83 ପଦରେ ଉଲ୍ଲେଖ ହୋଇଛି କି ଅଜ୍ଞାନକୁ ବ୍ୟକ୍ତ କରିବା ବ୍ୟତୀତ ଜ୍ଞାନର ଆଉ ଅଧିକ ସ୍ୱତନ୍ତ୍ର ମହତ୍ତ୍ୱ କିଛି ବିଶେଷତ୍ୱ ଅଛି କି? ଅନ୍ଧକାରର ବିନାଶ ହେଉଛି ପ୍ରକାଶ। ଯେତେବେଳେ ଆମେ ଦ୍ୱୈତଭାବ ବିନାଶ କଥା ଆଲୋଚନା କରୁ, ଅଦ୍ୱୈତବାଦ କଥା କହୁ ଏବଂ ଯେତେ ପ୍ରକାର ଅନ୍ଧକାର ନାଶ କଥା କହୁ, ତାହାର ଅର୍ଥ ହେଉଛି ଆଲୋକର କଥା କହୁଛୁ। ଯଦି ଆମେ ଅଦ୍ୱୈତିକ ସ୍ଥିତି ଅନୁଭବ କରିବାକୁ ଚାହୁଁଛୁ ତାହେଲେ ଆମକୁ ମନ ଭିତରେ ଥିବା ଦ୍ୱୈତ ଭାବନାକୁ ନଷ୍ଟ କରିବାକୁ ହେବ। ଅଦ୍ୱୈତ ସ୍ଥିତିକୁ ପ୍ରାପ୍ତ କରିବାର ଏହା ହେଉଛି ଲକ୍ଷଣ। ଦ୍ୱୈତ ଭାବରେ ରହି ଅଦ୍ୱୈତର ଚର୍ଚ୍ଚା ସମ୍ଭବ ନୁହେଁ। ଯେତେବେଳେ ପର୍ଯ୍ୟନ୍ତ ସେ ସ୍ଥିତି ପ୍ରାପ୍ତ ନ ହୋଇଛି ସେ ପର୍ଯ୍ୟନ୍ତ କିଏ ତାହା ଅନୁଭବ କରିପାରିବ ନାହିଁ। ପୁଣି ଶିଷ୍ୟ ମଧ୍ୟ ଗୁରୁଙ୍କ ତୁଲ୍ୟ ଜ୍ଞାନର ପ୍ରତୀକ ଅଟେ। କେବଳ ଅବସ୍ଥା, ଉଚ୍ଚାନୁଭୂତି, ଅଦ୍ଭୁତ ତଥା ଆଲୌକିକ ସତ୍ୟ, ଅଦ୍ୱୈତ ଯୋଗ୍ୟତା ଏବଂ ଐଶ୍ୱର୍ଯ୍ୟ ଯୋଗରେ ସେ ଦୁଇଙ୍କ ମଧ୍ୟରେ ଭିନ୍ନତା ରହିଥାଏ। ସଦ୍ଗୁରୁ ନିର୍ଗୁଣ ନିରାକାର ଓ ସଚ୍ଚିଦାନନ୍ଦ ଅଟନ୍ତି। ବସ୍ତୁତଃ ସେ କେବଳ ମନୁଷ୍ୟ ଜାତି ଓ ବିଶ୍ୱର କଲ୍ୟାଣ ନିମିତ୍ତ ସ୍ୱେଚ୍ଛାପୂର୍ବକ ମାନବ ଶରୀର ଧାରଣ କରନ୍ତି, କିନ୍ତୁ ଦେହ ଧାରଣ କରି ମଧ୍ୟ ତାଙ୍କର ନିର୍ଗୁଣ ସତ୍ତର ଅସମତାର କୌଣସି ଲୟ ହୁଏ ନାହିଁ, କୌଣସି ଉଣା ହୁଏ ନାହିଁ। ତାଙ୍କର ଆତ୍ମାନୁଭୂତି, ଦିବ୍ୟ ଶକ୍ତି ଏବଂ ଜ୍ଞାନ ସର୍ବଦା ପରିପୂର୍ଣ୍ଣ ରହିଥାଏ। ଈଶ୍ୱର ମଧ୍ୟ ବାସ୍ତବରେ ସେହି ସ୍ୱରୂପ ଥାଏ, କିନ୍ତୁ ଅସଂଖ୍ୟ ଜନ୍ମକରଣ ତା ଭିତରେ ଅଜ୍ଞାନତା ଭରି ହୋଇ ଶୁଦ୍ଧ ଚୈତନ୍ୟ ସ୍ୱରୂପରେ ବିସ୍ମୃତି ହୋଇଯାଏ। ଗୀତାର ପଞ୍ଚମ ଅଧ୍ୟାୟରେ ଯାହା କୁହାଯାଇଛି, ଅଥଚ ସେ ମନେ କରେ ଯେ ମୁଁ ଏକ ଜୀବ, ଦୁର୍ବଳ ମୁଁ ଅସହାୟ ଅଟେ। ଗୁରୁ ହିଁ ଅଜ୍ଞାନ ରୂପକ ଜଡ଼କୁ ତାର ମୂଳରୁ ଉତ୍ପାଟନ କରିଦେଇ ଉପଦେଶ ଦେଇଥାନ୍ତି ଯେ ନା, ତୁମେ ହିଁ ଈଶ୍ୱର, ସର୍ବଶକ୍ତିମାନ ଓ ସମର୍ଥ ଅଟ। ଏହାପରେ ସେ କିଛି ମାତ୍ରାରେ ଅନୁଭବ କରିଥାଏ ଯେ ସେ ହିଁ ପ୍ରକୃତିରେ ଈଶ୍ୱର ଅଟେ। ମାୟାର ସତତ ଭ୍ରମରେ ରହିବା କାରଣରୁ ସେ ନିଜକୁ ଏକ ଶରୀର, ଜୀବ ତଥା ଈଶ୍ୱର ଓ ବିଶ୍ୱ ଉପରକୁ ଭିନ୍ନ ବୋଲି ମନେ କରିଥାଏ। ଅନେକ ଜନ୍ମ ଧାରଣ କରିବା କାରଣରୁ ଏହି ଭ୍ରମ ଜାତ ହୋଇଥାଏ। ଏହାକୁ ଭିତ୍ତି କରି ସେ ସୁଖ ଦୁଃଖ ଉଭୟର ମିଶ୍ରଣ ଅନୁଭବ କରିଥାଏ। ଏହି ଭ୍ରମ, ତ୍ରୁଟି ଓ ଅଜ୍ଞାନକୁ ଦୂର କରିବା ପାଇଁ ନିଜ ଭିତରେ ଅନ୍ୱେଷଣ କରିବା ଉଚିତ। ଅଜ୍ଞାନତା କିପରି ଜାତ ହେଲା, ଏହା କେଉଁଠାରେ ଅଛି, ଆଉ ଏହି ତ୍ରୁଟିର ଦିଗ୍ଦର୍ଶନକୁ ହିଁ ଉପଦେଶ କୁହାଯାଏ। ଅଜ୍ଞାନତାର ଉଦାହରଣ ହେଉଛି ମୁଁ ଏକ ଜୀବ ଅଟେ, ଅର୍ଥାତ୍ ପ୍ରାଣୀ ଅଟେ। ମୁଁ ଶରୀର ଅଟେ। ଈଶ୍ୱର, ବିଶ୍ୱ ଓ ଜୀବ ଭିନ୍ନ ଭିନ୍ନ ଅଟନ୍ତି। ମୁଁ ଈଶ୍ୱର ନୁହେଁ, ଶରୀର ଆତ୍ମା ନୁହେଁ, ଏହା ବୋଧ ନ ହେବା। ଈଶ୍ୱର, ବିଶ୍ୱ, ଜୀବ ଏବଂ ଈଶ୍ୱର, ବିଶ୍ୱ, ଜୀବ ଏହି ଜ୍ଞାନ ଈଶ୍ୱର, ବିଶ୍ୱ ଓ ଜୀବ ଏକ ଅଟନ୍ତି, ଏହି ଜ୍ଞାନ ନ ହେବା। ଏହିସବୁ ତ୍ରୁଟି ବିଷୟରେ ଯେପର୍ଯ୍ୟନ୍ତ ତାକୁ ଦିଗ୍ଦର୍ଶନ କରାଯାଏ ନାହିଁ ସେ ପର୍ଯ୍ୟନ୍ତ ଶିଷ୍ୟ, ଈଶ୍ୱର, ଜୀବ ଓ ଶରୀର କ'ଣ, ସେମାନେ କିପରି ପରସ୍ପର ସହ ସମ୍ପୃକ୍ତ ତଥା ସେମାନେ ପରସ୍ପରଠାରୁ ଭିନ୍ନ କି ନୁହନ୍ତି କିମ୍ବା ଏକ ସମାନ ଅଟନ୍ତି ସେ କଥା ବୁଝିପାରିବ ନାହିଁ। ଏହାର ଶିକ୍ଷା ଦେବା କଥା ତାର ଅଜ୍ଞାନକୁ ଦୂର କରିବା ପାଇଁ ହିଁ ଜ୍ଞାନ ଉପଦେଶ ଅଟେ। ତେବେ ଜୀବକୁ ଏହି ଜ୍ଞାନ ପ୍ରଦାନର ଆବଶ୍ୟକତା କ'ଣ? ଏହାର ଉତ୍ତର ହେଉଛି
ତାର ତ୍ରୁଟି ତାକୁ ଦେଖାଇଦିଏ ଅଜ୍ଞାନତା ଦୂର କରିବା। ପ୍ରଣିପାତର ଅର୍ଥ ହେଉଛି ଶରଣାଗତି। କାୟମାନ ବାକ୍ୟରେ ଶରଣାଗତ ହେବା ଉଚିତ। ଶ୍ରୀକୃଷ୍ଣ ଅନ୍ୟ ଜ୍ଞାନୀମାନଙ୍କୁ କ'ଣ ସଙ୍କେତ ଦିଅନ୍ତି? ସଦ୍ଭକ୍ତ ନିମନ୍ତେ ପ୍ରତ୍ୟେକ ତତ୍ତ୍ୱ ବାସୁଦେବ ଅଟନ୍ତି। ଭଗବଦ୍ ଗୀତାର ସପ୍ତମ ଅଧ୍ୟାୟ ସପ୍ତମ ଅଧ୍ୟାୟ 11ତମ ଶ୍ଲୋକରେ କୁହାଯାଇଛି, ଯେକୌଣସି ଗୁରୁ ତାଙ୍କ ଭକ୍ତ ପାଇଁ କୃଷ୍ଣ ଅଟେ। ଆଉ ଗୁରୁ ଶିଷ୍ୟକୁ ବାସୁଦେବ ମନେ କରନ୍ତି ଏବଂ କୃଷ୍ଣ ହିଁ ଉଭୟଙ୍କୁ ତାଙ୍କର ପ୍ରାଣ ଓ ଆତ୍ମା। ଭଗବଦ୍ ଗୀତାରେ କାରଣ ଶ୍ରୀକୃଷ୍ଣଙ୍କୁ ବିଦିତ ଥିଲା ଯେ ଏପରି ଅନ୍ୟ ଭକ୍ତ ଏବଂ ଗୁରୁ ବିଦ୍ୟାମାନ ଅଟନ୍ତି, ଏଣୁ ସେମାନଙ୍କ ମହତ୍ତ୍ୱ ବୃଦ୍ଧି ନିମନ୍ତେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏପରି କହିଥିଲେ। ସମାଧି ମନ୍ଦିର ନିର୍ମାଣ। ବାବା ଯାହା କିଛି କରିବାକୁ ଚାହୁଁଥିଲେ ତାର ଚର୍ଚ୍ଚା ସେ କେବେ କରୁନଥିଲେ, ପରନ୍ତୁ ଆଖପାଖରେ ଏପରି ପରିବେଶ ପରିସ୍ଥିତି ସୃଷ୍ଟି କରିଦେଉଥିଲେ ଯେ ଧୀରେ ଧୀରେ ଅଥଚ ନିଶ୍ଚିତ ଭାବରେ ତାର ସୁଫଳ ଦେଖି ଲୋକେ ଆଚମ୍ବିତ ହେଉଥିଲେ। ସମାଧି ମନ୍ଦିର ନିର୍ମାଣ ଏହାର ଏକ ଉଦାହରଣ। ନାଗପୁରର କୋଟିପତି ଭକ୍ତ ବାପୁ ସାହେବ ବୁଟି ସପରିବାରରେ ଶିରଡିରେ ରହୁଥିଲେ। ଥରେ ତାଙ୍କ ମନକୁ ବିଚାର ଆସିଲା ଯେ ଶିରଡିରେ ତାଙ୍କର ନିଜର ଏକ ୱାଡ଼ା ଅର୍ଥାତ୍ ଘର କରିବେ। କିଛି ସମୟ ପରେ ଯେତେବେଳେ ସେ ଦୀକ୍ଷିତ ୱାଡ଼ାରେ ହୋଇଥିଲେ, ଏକ ସ୍ୱପ୍ନ ଦେଖିଲେ। ବାବା ସ୍ୱପ୍ନରେ ଆସି ତାକୁ କହୁଛନ୍ତି, ତୁମେ ନିଜର ଏକ ୱାଡ଼ା ଏବଂ ମନ୍ଦିର ତିଆରି କର। ଶ୍ୟାମା ମଧ୍ୟ ସେଇ ପାଖରେ ଶୋଇଥିଲେ ଏବଂ ସେ ବି ଅନୁରୂପ ସ୍ୱପ୍ନ ଦେଖିଥିଲେ। ବୁଟି ସାହେବ ଯେତେବେଳେ ନିଦରୁ ଉଠିଲେ, ଶ୍ୟାମା କାନ୍ଦୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇ କାନ୍ଦିବାର କାରଣ ପଚାରିଲେ। ଶ୍ୟାମା କହିଲେ, ବାବା ଏବେ ସ୍ୱପ୍ନରେ ଆସି ସ୍ପଷ୍ଟ ଭାବରେ କହିଲେ ଯେ ମନ୍ଦିର ସହିତ ୱାଡ଼ା ନିର୍ମାଣ କର। ମୁଁ ସମସ୍ତଙ୍କ ଇଚ୍ଛା ପୂର୍ଣ୍ଣ କରିବି। ବାବାଙ୍କର ଏହି ମଧୁର ପ୍ରେମପୂର୍ଣ୍ଣ ବଚନ ଶୁଣି ମୁଁ ଭାବବିହ୍ୱଳ ହୋଇଗଲି। ମୋର କଣ୍ଠ ବାଷ୍ପରୁଦ୍ଧ ହୋଇଗଲା। ନୟନ ଯୁଗଳରୁ ଅଶ୍ରୁଧାରା ବହି ଆସୁଛି। ଉଭୟଙ୍କର ସମାନ ସ୍ୱପ୍ନ ଦେଖି ବୁଟିଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ତାଙ୍କ ପାଖରେ ଧନର ତ ଅଭାବ ନଥିଲା, ଏଣୁ ୱାଡ଼ା ନିର୍ମାଣ କଥା ସ୍ଥିର କରି ଶ୍ୟାମାଙ୍କ ସହ ବସି ଏକ ରୂପରେଖ ତିଆରି କଲେ। କାକା ସାହେବ ଦୀକ୍ଷିତ ତାକୁ ଦେଖି ଅନୁମୋଦନ କଲେ ଏବଂ ଯେତେବେଳେ ବାବାଙ୍କ ସମ୍ମୁଖରେ ଉପସ୍ଥାପନ କରାଗଲା, ସେ ତତ୍କାଳ ସ୍ୱୀକୃତି ପ୍ରଦାନ କଲେ। ଏହାପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ଶ୍ୟାମାଙ୍କ ତତ୍ତ୍ୱାବଧାନରେ ତଳ ମହଲା, ଭଣ୍ଡାରଘର, ଭୂତଳ କକ୍ଷ ଏବଂ କୂଅ ନିର୍ମାଣ ହେଲା। ବାବା ଭେଣ୍ଡି ବାଗରୁ ଯିବା ଆସିବା କରିବା ସମୟରେ ମଧ୍ୟ କେତେକ ପରାମର୍ଶ ଦେଉଥିଲେ। ପରେ ବାପୁ ସାହେବ ଯୋଗୀଙ୍କୁ ଏହି ଦାୟିତ୍ୱ ଅର୍ପଣ କରାଗଲା। ଯେତେବେଳେ ସେ କାର୍ଯ୍ୟ ଚାଲିଥିଲା, ବାପୁ ସାହେବ ବୁଟିଙ୍କ ମନରେ ଏକ ବିଚାର ଆସିଲା ଯେ କିଛି ଖୋଲା ସ୍ଥାନ ରଖାଯିବା ଉଚିତ, ଯାହା ମଝିରେ ମୁରଲୀଧରଙ୍କର ବିଗ୍ରହ ସ୍ଥାପନ କରାଯାଇପାରିବ। ସେ ଏହି କଥା ଶ୍ୟାମାଙ୍କୁ ଜଣାଇ ବାବାଙ୍କଠାରୁ ଅନୁମତି ଆଣିବାକୁ କହିଲେ। ଯେତେବେଳେ ବାବା ୱାଡ଼ା ପାଖ ଦେଇ ଯାଉଥିଲେ, ଶ୍ୟାମା ତାଙ୍କୁ ଏହି କଥା ଜଣାଇଲେ। ବାବା ତାଙ୍କର ସମ୍ମତି ପ୍ରଦାନ କରି କହିଲେ, ମନ୍ଦିର ନିର୍ମାଣ ଶେଷ ହେବା ପରେ ମୁଁ ସେଠାରେ ରହିବି। ପୁଣି ୱାଡ଼ା ପ୍ରତି ବଡ଼ ଅନୁପମ ଦୃଷ୍ଟିରେ ନିରୀକ୍ଷଣ କରି କହିଲେ, ୱାଡ଼ା ନିର୍ମାଣ ହୋଇଯିବା ପରେ ଆମେ ସମସ୍ତେ ତାକୁ ବ୍ୟବହାର କରିବା, ସେଇଠି ରହିବା, ଖେଳିବା, ବୁଲିବା, ପରସ୍ପରକୁ ହୃଦୟରେ ଲଗାଇବା ତଥା ଆନନ୍ଦ କରିବା। ଏହାପରେ ଶ୍ୟାମା ଗର୍ଭଗୃହର ଭିତ୍ତି ସ୍ଥାପନ ନିମନ୍ତେ ଏକ ଶୁଭ ମୁହୂର୍ତ୍ତ କ'ଣ ବୋଲି ପ୍ରଶ୍ନ କଲେ। ବାବା ସୁକୃତକୁ ଉତ୍ତର ଦେଲେ। ତାପରେ ଶ୍ୟାମା ନଡ଼ିଆ ଭାଙ୍ଗି କାର୍ଯ୍ୟ ଶୁଭାରମ୍ଭ କଲେ। ଯଥା ସମୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେଲା ଏବଂ ମୁରଲୀଧରଙ୍କର ଏକ ସୁନ୍ଦର ମୂର୍ତ୍ତି ନିର୍ମାଣ ନିମନ୍ତେ ବରାଦ କରାଗଲା। ଏବେ ପ୍ରତିଷ୍ଠାକୁ ଅପେକ୍ଷା ଏ ସମୟରେ ଏକ ନୂତନ ଘଟଣା ଘଟିଲା। ବାବାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା ଏବଂ ଜଣାଗଲା ଯେପରିକି ସେ ଦେହତ୍ୟାଗ କରିଦେବେ। ବୁଟି ସାହେବ ବଡ଼ ନିରାଶ ହେଲେ ଏବଂ ଦୁଃଖରେ ଭାଙ୍ଗି ପଡ଼ିଲେ। ସେ ମନା କଲେ ଯେ ଯଦି ତାଙ୍କର ବାବାଙ୍କର ପ୍ରୟାଣ ହୋଇଯାଏ, ତାହେଲେ ୱାଡ଼ା ତାଙ୍କର ପବିତ୍ର ଚରଣସ୍ପର୍ଶରୁ ବଞ୍ଚିତ ହେବ ଏବଂ ତାଙ୍କର ସମସ୍ତ ଧନ ପ୍ରାୟ 1 ଲକ୍ଷ ଟଙ୍କା ବୃଥା ହୋଇଯିବ। କିନ୍ତୁ ଅନ୍ତିମ ସମୟରେ ବାବାଙ୍କର ଶ୍ରୀମୁଖରୁ ନିଃସୃତ ବଚନ ମୋତେ ୱାଡ଼ାରେ ହିଁ ରଖିବ କେବଳ ବୁଟିଙ୍କୁ ନୁହେଁ, ସମସ୍ତଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲା। ନିର୍ଦ୍ଧାରିତ ସମୟରେ ବାବାଙ୍କର ପବିତ୍ର ଶରୀର ମନ୍ଦିରର କେନ୍ଦ୍ରସ୍ଥଳରେ ସ୍ଥାପନ କରାଗଲା, ଯାହା ମୁରଲୀଧରଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିଲା। ଆଉ ବାବା ସ୍ୱୟଂ ମୁରଲୀଧର ହୋଇଗଲେ। ତଥା ୱାଡ଼ା ସାଇବାବାଙ୍କର ସମାଧି ମନ୍ଦିର। ତାଙ୍କର ଅଗାଧ ଲୀଳାର ଥଳକୂଳ କେହି ପାଇନାହାନ୍ତି। ଯେ ବାପୁ ସାହେବ ବୁଟି ଧନ୍ୟ, ଯାହାଙ୍କ ୱାଡ଼ାରେ ବାବାଙ୍କ ପରମ ପବିତ୍ର ତଥା ଦିବ୍ୟ ପାର୍ଥିବ ଶରୀର ଏବେ ବି ଚିର ବିଶ୍ରାନ୍ତିରେ